ଦେଖନ୍ତୁ ଏଇଟା ସୌଭାଗ୍ୟ କଥା ଯେ ନିଶ୍ଚିତ ଭାବରେ ରାହୁଲ ଗାନ୍ଧୀ ଓଡ଼ିଶାକୁ ଫୋକସ କରିଛନ୍ତି। 20ଟି ସାଂସଦ ବିଜେପିରୁ ଜିତିକିରି ଯାଇଛନ୍ତି। ଓଡ଼ିଶା କଥା ସେଇଟା ଜମା ଆଲୋଚନା କରୁନାହାନ୍ତି। ପ୍ରଧାନମନ୍ତ୍ରୀ ଯୋଉ ଚାପ ପଡିବା କଥା ସେ ଚାପ ପକେଇ ପାରୁନାହାନ୍ତି। ସେଥିପାଇଁ ରାହୁଲ ଗାନ୍ଧୀ ନିଷ୍ପତ୍ତି ନେଇଛନ୍ତି ଆସନ୍ତା ଦିନରେ 21କୁ 21 ସାଂସଦ ଓଡ଼ିଶାରେ ଯିବାକୁ ପଡିବ। ଓଡ଼ିଶା ରାଜନୀତିରେ ଚାପ ସୃଷ୍ଟି କରିବାକୁ ପଡିବ କେନ୍ଦ୍ରରେ ଯେ ଓଡ଼ିଶାର ବିକାଶ ପାଇଁ। ଯେହେତୁ ଚାପ ସୃଷ୍ଟି କରିପାରୁନାହାନ୍ତି ନା ସାଂସଦ ମାନେ ବିଜେଡିର ସାଂସଦ ମାନେ ତ ଅଛନ୍ତି ରାଜ୍ୟସଭାରେ। ଏ ପରିପ୍ରେକ୍ଷୀରେ ଓଡ଼ିଶାର ଆମର ସାଂସଦ ଜଣେ ଅଛନ୍ତି, ବିଭିନ୍ନ ସମୟରେ ବିଭିନ୍ନ କଥା ସେ କହୁଛନ୍ତି। ଏ ହିସାବରେ ରାହୁଲ ଗାନ୍ଧୀ ନିଷ୍ପତ୍ତି ନେଇଛନ୍ତି ଯୋଉ ଗରିବ ଖଟିଖିଆ ନାରୀ ଧର୍ଷଣ, ଛାତ୍ରୀ ମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ଏବଂ ଭୋଟ ଚୋରି କ୍ଷେତ୍ରରେ ଓଡ଼ିଶାକୁ ଆଖି ଆଗରେ ରଖିକିରି ସେ ଆସନ୍ତା ଦିନରେ ଯେମିତି ଓଡ଼ିଶା କଂଗ୍ରେସ ବିଜୟ ହବ ସେଥିପାଇଁ ସେ ଲକ୍ଷ୍ୟ ରଖିକିରି ଏ କାର୍ଯ୍ୟ କରୁଛନ୍ତି।